ତ ଏଇ ଭିତରେ ଯେତେ ଜଣ ଅଛନ୍ତି ମୋ ମତରେ ପ୍ରାୟ ଲୋକ ଆକ୍ଟିଭ ହେବା ପ୍ରୋସେସ ଟା ଜାଣି ଦେଇଛନ୍ତି ଆଉ କେତେ ଜଣ ଜାଣିନାହାନ୍ତି। ମୁଁ ଟିକେ ଆଉ ଟିକେ ବ୍ରିଫ କରିଦଉଛି ନିଜକୁ ଆକ୍ଟିଭ କେମିତି କରେଇବ ହେଲା। ଫାର୍ଷ୍ଟ କଥା ହେଲା କି ସିଷ୍ଟମ ଟା ଏବେ କଣ ହେଇଛି ଟିକେ ଆମ ପାଇଁ କମ୍ପ୍ଲିକେଟେଡ କରିଦେଇଛି। ଠିକ ଅଛି, କିନ୍ତୁ ଆମେ ଟିକେ ଏବେ ଏଇଠି କଣ ଚାଲାକିରି ସହିତ ଆମକୁ କାମ କରିବାକୁ ପଡିବ, କାରଣ ଇନଭେଷ୍ଟମେଣ୍ଟ ତ ଆମେ ଅଲରେଡି ଆଗରୁ କରିଦେଇଛେ ହେଲା। ଏବେ କେମିତି ଆମେ ଚାହିଁବା କି ଅଳ୍ପ ଇନଭେଷ୍ଟମେଣ୍ଟ ରେ ଅଧିକ ବାହାର କରିବା ପାଇଁ ହେଲା। ଅଳ୍ପ ଇନଭେଷ୍ଟମେଣ୍ଟ ରେ ଆମେ ଅଧିକ ବାହାର କରିବା, ସେଇଟା ଆମର ଚିନ୍ତାର ବିଷୟ ଏବେ। ତ ୟା ପାଇଁ ଫାର୍ଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଲା କି ତମର ଡାଉନ ଲାଇନ ରେ ଯୋଉମାନେ ଅଛନ୍ତି, ଭାବ କି ଦି ଜଣ ଲୋକ ଅଛନ୍ତି, ସେ ଭିତରୁ ଗୋଟେ ଅଫ୍ ଲାଇନ ଗୋଟେ ଡାଉନ ଲାଇନ। ଠିକ ଅଛି, ତ ଡାଉନ ଲାଇନ ଅଫ୍ ଲାଇନ ଦି ଜଣ ଯଦି କମ୍ବାଇନ ହେଇଯାଉଛନ୍ତି, ଯଦି ଜଣେ କିଏ ଆକ୍ଟିଭ ହଉଛି ହେଲେ ଜଣେ ଆକ୍ଟିଭ ହେଲା ବେଳକୁ ତା ହାତରୁ 3,000 ଟଙ୍କା ବାଜି ଯାଉଛି। ଠିକ ଅଛି, ଯଦି ଦି ଜଣ ଅଫ୍ ଲାଇନ ଆଉ ଡାଉନ ଲାଇନ ଦି ଜଣ ମିଶିକି ଯଦି ଆକ୍ଟିଭ ହଉଛନ୍ତି, ତାହେଲେ ଅଢେଇ ହଜାର ପଡିଯାଉଛି ହେଲା। 5,000 ଦେଇକି ଯେମିତି ଆମେ ଷ୍ଟାର୍ଟିଂ ରେ ତାର BIP20 ଡେପୋଜିଟ ଆଡ୍ରେସ ରେ ବାଇନାନ୍ସ ରୁ ଡେପୋଜିଟ କରୁଥିଲେ, ସେମିତି ଡେପୋଜିଟ ହବ। କାର ଯେ ଡାଉନ ଲାଇନ ଥିବ, ଡାଉନ ଲାଇନ ର ଡେପୋଜିଟ ହେଇଗଲା ମାନେ ଅଟୋମେଟିକ ଅଫ୍ ଲାଇନ କୁ 7,500 ପଳେଇବ। ଯେ ଅଫଲାଇନ ଥିବ ତାକୁ 7,500 ପଳେଇବ, ତାର ଅଲରେଡି 5,000 ଥିଲା, ଏ 7,500 ଗଲା, ହେଇଗଲା 12,500। ସେ ଏବେ ଏଲିଜିବୁଲ ହେଇଗଲା ଷ୍ଟେକ୍ ପାଇଁ। ଯୋଉ ଡାଉନ ଲାଇନ 50 USDT ଡେପୋଜିଟ ମାରିଲା, ସେ 50 USDT ରେ ସେ ଗେଟ୍ TUFT ବୋଲି ଗୋଟେ ଅପସନ ଟା ଅଛି, ଗେଟ୍ TUFT କରିକି 12,500 ଟୋକନ କିଣିକି ସେ ମଧ୍ୟ ଷ୍ଟେକ୍ ତାର ଆକ୍ଟିଭେଟ କରିଦବ। ଷ୍ଟେକ୍ ଆକ୍ଟିଭେଟ କଲା ପରେ ମଧ୍ୟ ତା ହାତରେ ଆଉ 5,000 ଟୋକନ ଥିବ। ଏଟା ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ, ସେ ଯୋଉ ଷ୍ଟେକ୍ ଆକ୍ଟିଭେଟ ହଉଛି, ଯଦି ଆମ ପାଖରେ ଅଧିକ ଟଙ୍କା ଅଛି, ଭାବ ଯୋଉ ବ୍ଲାଇଣ୍ଡ ବକ୍ସ ଫିଟିଛି, କାର 5 ଲକ୍ଷ, କାର 10 ଲକ୍ଷ, ଏଇ ରେଞ୍ଜ ର ଯୋଉ ବ୍ଲାଇଣ୍ଡ ବକ୍ସ ଫିଟିଛି, ସେ ଦି ହଜାରିଆ ଷ୍ଟେକ୍ ଦେଇଛି, ସମସ୍ତଙ୍କୁ ସେ ଦି ହଜାରିଆ ଷ୍ଟେକ୍ ଦେଇଛି, ରାଇଟ। ସୋ ଦି ହଜାରିଆ ଯଦି ଷ୍ଟେକ୍ ଦେଇଛି ହେଲେ ଆମେ ସିମ୍ପଲ ହିସାବ କରିବା, ସ୍କ୍ରିନ୍ ଟା ସେୟାର କରୁଛି। ସିମ୍ପଲ ହିସାବ ଆମେ କରିବା, ସ୍କ୍ରିନ୍ ତ ସମସ୍ତଙ୍କୁ ଦେଖା ହଉଥିବ। ଦେଖ, ସିମ୍ପଲ ହିସାବ ଯଦି ଆମେ କରିବା, 2,000 ଷ୍ଟେକ୍, 2,000 USDT ର ଷ୍ଟେକ୍ ଟା ଆମକୁ ଦଉଛି ସେ କେତେ 1%, ଆମକୁ ଦଉଛି 1%। ୟା ଅର୍ଥ 20 USDT ଦିନକୁ। 20 USDT ଟା କେତେଟା ଟୋକନ ହଉଛି 20 USDT ରେ, ଡିଭାଇଡେଡ ବାଇ 0.004 କରିଦବା। 5,000 ଟୋକନ ହଉଛି ଦିନକୁ, ଦିନକୁ ଆମକୁ ଦେଲା 5,000 ଟୋକନ। ତାହେଲେ ଆମେ ଷ୍ଟାର୍ଟିଂ ରେ ଅଧିକ ଦିନ ନ ପକେଇକି ଜମା 10 ଦିନ ପାଇଁ ପକେଇବା, ଅଧିକ ଦିନ ପକେଇବାନି। ଆମକୁ ଦରକାର ଆମର ମୂଳ ଟା ଜଲ୍ଦି ରିକଭର ହଉ, ଆମେ କେମିତି ପ୍ରଫିଟ ରହୁ, ସେ ଚିନ୍ତା କରିବା। ତ ଆମେ ଏବେ ଚିନ୍ତା କରିବା ଆମର ମୂଳ ଟା କେମିତି ରିକଭର ହଉ। ଠିକ ଅଛି, ତ ସେଥିପାଇଁ ଆମେ ଏଇଠି କଣ କରିବା, 10 ଦିନ ଷ୍ଟେକ୍ ରେ ପକେଇଦବା। 10 ଦିନ, ଦିନକୁ ଆମକୁ ଆଇଲା 5,000 ଟୋକନ, 10 ଦିନରେ କେତେ ଆଇବ, 50,000 ଟୋକନ। 10 ଦିନରେ ଆସିଗଲା ଆମକୁ 50,000 ଟୋକନ। ଏଇଠି କଣ ହବ, ମୁଁ 2,000 ଯାହାର ଷ୍ଟେକ୍ ଅଛି ତାର ଏକ୍ସାମ୍ପଲ ଦଉଛି, ତାପରେ ଜଣ ଜଣର କଣ ଅଛି ଆମେ ଡିସ୍କସ କରିବା। ତାପରେ ଏଇ 50,000 ରୁ ଆମକୁ ପୁଣି ଷ୍ଟେକ୍ ଆକ୍ଟିଭେସନ କରିବା ପାଇଁ 12,500 ଲାଗିବ। ତାହେଲେ ଆମେ 12,500 ପୁଣି ଆମେ ଷ୍ଟେକ୍ ରେ ରଖିଦବା। 37,500 ହେଲା ଆମର ପ୍ରଫିଟ। 37,500 ଟୋକନ ହେଲା ଆମର ପ୍ରଫିଟ, ଯୋଉଟା ଆମେ ଡଲାରରେ କନଭର୍ଟ କଲେ ଇଏ ହେଇଯିବ
$150। $150 ଆମର ପ୍ରଫିଟ୍ ଆସିଗଲା। $150 ପ୍ରଫିଟ୍ ଆସିଲା ପରେ ଆମେ କଣ କରିବା, ବିକଳିତ ହେଇକି ପୁରା 150 ଯାକ ଉଠେଇ ଦବାନି। ବୁଝିଲେ କି ନାଇଁ? ଟିକେ ଏଇଠି ସ୍ମାର୍ଟ ୱେରେ କାମ କରିବ। ଅଲରେଡି ଆମେ ଏବେ 10 ଦିନରେ $150 କମେଇଲୁ, ଯୋଉଟା ପ୍ରଫିଟ୍ ଟା। ଏଇଠି କଣ କରିବ, $50 ରଖିଦବ ରିଜର୍ଭେସନ ନେବା ପାଇଁ, ଡେଲି ରିଜର୍ଭେସନ ନେବା ପାଇଁ। ଆଉ $100 ଟା ଆକାଉଣ୍ଟକୁ ୱିଡ୍ର ମାରିଦବ। ଠିକ ଅଛି? ଏତିକି ହିସାବ ସବୁ ବୁଝିପାରିଲେ? $100 ଟା ଆକାଉଣ୍ଟକୁ ୱିଡ୍ର ମାରିଦବ, $50 ତମେ ରଖିଦେଲ ରିଜର୍ଭେସନ ପାଇଁ। ମୁଁ କହିବି କଣ ପାଇଁ କଲ। ତାପରେ ଯୋଉ ନେକ୍ସଟ ଷ୍ଟେକ୍ ଟା ତମେ ପକେଇଲ 12,500 ଦେଇକି, ସେଇଟା ତମେ କରିଦବ 20 ଦିନ ପାଇଁ। ଯଦି 20 ଦିନ ପାଇଁ ପକେଇ ଦଉଛ, ତାହେଲେ ତମର ଆସିଯାଉଛି $1,00,000 USDT। ଆଇ ସେ ସେତିକି ଦିନ ୱିଡ୍ରାଲ ଦବ କି ବନ୍ଦ କରିଦବ? ଦେଖ ହିସାବ ଟା ମୁଁ କହୁଛି, ଯଦି ଦେଉଛି ହେଲେ ଦବ ହେଲା। 10 ଦିନରେ 10 ଦିନ ପରେ ତମେ ଯୋଉ ଷ୍ଟେକ୍ ଟା ୱିଡ୍ରଲ ଟା ମାରିବ, $100 ତ ଅଲରେଡି ପାଇଯାଇଛ ନା। ବୁଝିଲେ କି ନାଇଁ? ତାପରେ 12,500 ସେପଟେ ଲଗେଇଛ। ହଁ, 12,500 ଲଗେଇଛ, ଏଇଟାକୁ ରଖିଦବ 20 ଦିନ ପାଇଁ। 20 ଦିନ ପାଇଁ ରଖିଦେଲେ କଣ ହବ କି, $1,00,000 ତମକୁ ରିସିଭ ହେଇଯିବ 20 ଦିନରେ। 1,00,000 ଯୋଉ ରିସିଭ ହେଲା, ଯାହାର ମାନଙ୍କର 6-7ଟା ଷ୍ଟେକ୍ ଆକ୍ଟିଭେଟ ହେଇକି ଅଛି, ତ ଇଏ $1,00,000 ରେ ସେ 2ଟା ଷ୍ଟେକ୍ ଆକ୍ଟିଭ କରିଦବ। 2ଟା ଷ୍ଟେକ୍ ଆକ୍ଟିଭ କରିବା ପାଇଁ ଫାଷ୍ଟ ଷ୍ଟେକ୍ ରେ ତାକୁ ଯିବ 12,500, ସେକେଣ୍ଡ ଷ୍ଟେକ୍ ରେ ତାକୁ ଯିବ, ସେକେଣ୍ଡ ଷ୍ଟେକ୍ ରେ କେତେ ଯିବ? 25,000। ତା ପାଖରେ ଆଉ ବାଲାନ୍ସ ରହିବ 62,500 ଇଣ୍ଟୁ 0. ଏଟା ଖାଲି 2ଟା ଷ୍ଟେକ୍ ଯାଇ ମୁଁ କହୁଛି, ମାସର ହିସାବ ଟା କହୁଛି ହେଲା। $250 ପ୍ରଫିଟ ବାଲାନ୍ସ ରହିଗଲା 2ଟା ଷ୍ଟେକ୍ ନେଲା ପରେ ହେଲା। 250 ରହିଲା। ଆଉ ଆର ପଟେ ତମର ଚାଲିଛି 50, ଯୋଉ $50 ଟା ତମର ରିଜର୍ଭେସନ ରେ ଚାଲିଛି। $50 ଟା ରିଜର୍ଭେସନ ରେ ଚାଲିଛି। ହେଲେ ସେପଟୁ ମଧ୍ୟ ତମର ଯାହା ହେଲେ ବି ସେ 50 ଟା ତମର 75 କି 85 ହେଇଥିବ। ତ ଟୋଟାଲ ଏବେ ତମର ୱାଲେଟ ରେ ବାଲାନ୍ସ ହେଲା $325 ମାସେ ଭିତରେ। ଠିକ ଅଛି? ତ ଏଇଥିରୁ ତମେ 200 କାଢି ଦିଅ। 200, ଆରଥରକ 100 ୱିଡ୍ର ମାରିଥିଲ, ଏଥରକ 200 ୱିଡ୍ର ମାରିଦିଅ, 125 ରଖ। ଆଉ 2ଟା ଷ୍ଟେକ୍ ତମର କଣ୍ଟିନ୍ୟୁ ରେ ରହିଲା। ଯୋଉ 2ଟା ଷ୍ଟେକ୍ କଣ୍ଟିନ୍ୟୁ ରେ ରହିଲା, ତାକୁ 20 ଦିନ ପାଇଁ ରଖ କିମ୍ବା ମାସ ପାଇଁ ରଖ, ତମର ଉପରେ ଅଛି। 20 ଦିନ ପାଇଁ ରହିଲେ 2,20,000 ପାଇଯିବ। ଆଉ ମାସେ ପାଇଁ ରଖିଲେ ତ ଅଧିକ ପାଇବ ଆଉ ହେଲା। ତ ସେଇ ହିସାବରେ ତମେ ଟିକେ ସ୍ମାର୍ଟ ୱେରେ କାମ କରିବ। ଏବେ ପଇସା ଫସିଛି, କେମିତି ଅଧିକ କରିକି ବାହାର କରିବ ସ୍ମାର୍ଟ ୱେରେ, ସେଟା ଆପ୍ଲାଏ କରିବ। ସବୁବେଳେ ପ୍ରଫିଟ କାଢିକିନା ଦେଖୁଥିବ, ସବୁତିକ ଯାହା ପାଉଥିବ ସବୁତିକ ପକଉନଥିବ। ଟ୍ରାଏ କରିବ ପ୍ରଫିଟ ଟା କାଢିବା ପାଇଁ। ହାତରେ କିଛିଟା ପ୍ରଫିଟ ରଖିକି ଆଉ ବାକିଟା ଇନଭେଷ୍ଟମେଣ୍ଟ କରୁଥିବ, ସେଟା ଟ୍ରାଏ କରୁଥିବ। ସବୁତିକ ଇନଭେଷ୍ଟମେଣ୍ଟରେ ପୁରେଇ ଦେବନି। ଏବେ ୱିଡ୍ର ଦଉଛି ମାନେ ଏଇଟା ମୌକା ଅଛି, ସବୁତିକ ଧୀରେ ଧୀରେ କରି ୱିଡ୍ର ନେଇ ପକ। ଠିକ ଅଛି? ଆଉ ପ୍ରୋସେସକୁ ନେଇକି ହଁ ଏତିକି ଥିଲା ମୋର ଆଜିର ଟପିକର ଡିସ୍କସନ କରିବାର ମୋଟୋ ଏଇ ଥିଲା କି, ଇନଭେଷ୍ଟମେଣ୍ଟ କରୁଛ ହେଲେ ସ୍ମାର୍ଟ ୱେରେ କରିବ। ଆଖି ମୁଜିକି ସବୁ ପକେଇଦବନି। ସବୁବେଳେ ଦେଖିବ କି ତମର ଡାଉନ ଲାଇନ କିଏ ଅଛି। ଡାଉନ ଲାଇନ ଅଫ୍ ଲାଇନ 2 ଜଣ ଯେମିତି ଆକ୍ଟିଭେଟ ହବ, ସେମିତି ସେ ଫର୍ମୁଲାଟା ପକେଇବ। କାରଣ ଏବେ ସମସ୍ତେ ଫସିଛ, ଆଉ ଥରେ ପଇସା ପକେଇକି ଫସିଯିବନି। ଟ୍ରାଏ କରିବ ମିନିମମ୍ ଆମାଉଣ୍ଟ ଦେଇକି ଯେମିତି କଭର ହବ, ସେମିତି ଟ୍ରାଏ କରିବ ହେଲା। ହଁ କୁହ, ଆଉ କଣ ଡାଉଟ ଅଛି ଏବେ? ଏଇ ଭିତରେ କଣ ଡାଉଟ ଅଛି କି? ସିଏ ଧର ଡିପୋଜିଟ ସବୁ ନେଲା, ଅଫଲାଇନ ଡାଉନଲୋଡ ମିଶିକି ନେଲେ ଡିପୋଜିଟ, ତାପରେ 10 ଦିନ ଭିତରେ ୱିଡ୍ର ନ ଦବ ହେଲେ? ଦେଖ ଏଇଟା ଯୋଉ କୋଶ୍ଚିନ୍ ଟା, ଏଇଟା ତ ମୁଁ କହୁଛି, ଯଦି ତମମାନଙ୍କୁ ସେମିତି ଲାଗୁଛି କି ୱିଡ୍ର ଦବନି, ତାହେଲେ ଏଇ ଜିନିଷଟାକୁ ଆଭଏଡ କର। ଏ ଭିତରେ ଆଉ ଆସନି, ମାନେ ପଇସା ପକନି। ମାନେ ଅଧିକ ଲୋଭ ଦେଖେଇକି ଲାଷ୍ଟ ଟାଇମ ସବୁ ଫସିଲେ ନା। କଥା ସେୟା, ଏବେ ଯଦି ଆମକୁ ବି ଯଦି କିଛି ଲାଗୁଛି କି ନାଇଁ କି ଏଇଟା ଆମକୁ ଇଏ ଲାଗୁଛି, ଟ୍ରାପ ଲାଗୁଛି, ଆମେ ଫସିଯିବୁ।
ଯିବା, ଆଉ ଥରେ ଆମର 2,500 ଟଙ୍କା ଫସିଯିବ, ତାହେଲେ ଏ ଭିତରେ ଶୁଣ ଯିଏ ତ ପଶନି। ପାଇଛି, ଶୁଣ ଯିଏ ତ ପାଇଛି ସେ କିଛି ପାଇଛି, ତା ସିଏ ଆଉଥରେ ନହେଲେ ରିସ୍କ ନବ, କିନ୍ତୁ ଯିଏ କିଛି ପାଇନାହାନ୍ତି ସିଏ ଆହୁରି ପାଇବା ଆଶାରେ ରିସ୍କ ନେଲେ ତ ବହୁତ ଅସୁବିଧା ନା। ଆଉ ତ ସମସ୍ତଙ୍କୁ ଏଇଟା ବାଧ୍ୟ କରାହଉନି, ମାନେ ଯାହାକୁ ପସନ୍ଦ ଯିଏ ରିସ୍କ ନେଇପାରିବ ତା ପାଇଁ। ସମସ୍ତଙ୍କୁ ଏଥିରେ କେହି ବାଧ୍ୟ କରୁନି। ମୁଁ ବି ଏବେ ବି ମିଟିଂରେ କହୁଛି କି ଯିଏ ରିସ୍କ ନେଇପାରିବ, କି ମୋର 1,00,000 ଟଙ୍କାଟେ ଫସିଛି, ସେଇଟା ବାହାର କରିବା ପାଇଁ ମୁଁ ଆଉ 2,500 ଟଙ୍କାର କି 3,000 ଟଙ୍କାର ରିସ୍କ ନେଇପାରିବି, ହେଲେ ତା ପାଇଁ ସ୍ୱତନ୍ତ୍ର କୁହାହଉଛି। ଯଦି କିଏ ରିସ୍କ ନେଇପାରିବନି ତାହେଲେ ଆକୁ ଆଭଏଡ କର। ଆଚ୍ଛା ଯୋଉ ଷ୍ଟାଗ ଟା ରିଡିମ ହେଲା ତମର, ସେଟା କଣ ଆଉଥରେ ସେଇ ଷ୍ଟାଗ ଇଏରେ ରହିଲା ନା ଅଲଗା ବାଲାନ୍ସ ଆସିଲା? ଷ୍ଟାଗ ଟା ରିଡିମ ହେଲା ମାନେ, ଦେଖ ହଁ ଏଇଟା କହିଲ, ଷ୍ଟାଗ ଟା ରିଡିମ ଯୋଉ ହବ ଖାଲି ପ୍ରଫିଟ ଟା ରିଡିମ ହବ, ସେ ଓହୋ। 2,000 ଟା ଯେମିତି ସେମିତି ରହିବ। ଆଉ ତାପରେ ସେ ସେଟା ସେଇ ଆଉ ଥରେ ଲସ୍ ଲକ୍ ହେଇଯିବ କି ଭାଇ? ହଁ ତାପରେ ସେଟା ଲକ୍ ହେଇଯିବ, ପୁଣି ସେଟାକୁ ଆକ୍ଟିଭେଟ କରିବ ପଇସା ଆଉ ଦେଇକି। ଥରେ ଅନଲକ୍ କରିବାକୁ ଯାହା ରେଟ୍ ଥିବ ହଁ ସେ ଅନୁସାରେ ଅନଲକ୍ କରିବାକୁ ହଁ ପଡିବ। ହଁ। ନାଇଁ ମୁଁ କହିବା କଥା ଯୋଉ ହୁଁ। ଭ୍ୟାଲିଡିଟି ଡେଟ୍ ଟା କଣ କମୁଛି ନା ସେଇ ସେମ ଡେଟ୍ ରହୁଛି? 1 ରୁ ନେଇକି 30 ଦିନ। ନାଇଁ ନାଇଁ ଯୋଉଟା ତାର ଦେଖଉଛି 959 ଦିନ ଇଲି, ଗୋଟେ ହଁ ଧର ଷ୍ଟାଗ ପକେଇଲି 5 ଦିନ, ମୁଁ କହୁଛି 3 ଦିନ ରିଡିମ କଲ, ହଁ ସେ ହଁ 959 ଦିନ ସେଥିରେ 3 ଦିନ ସେଥିରେ କଟିଲା ନୋ ନା ଚେଞ୍ଜ, ସେଇ ସେମ? ସେଥିରେ ନୋ ଚେଞ୍ଜ। ଚେଞ୍ଜ? ନା ସେଇଟା ଖାଲି ରଖିଛି କଣ ପାଇଁ କି, ସେଇଟା ରଖା ହେଇଛି ଆମର ଓନ୍ଲି ଫର, ସେ କେବେ ବି ସେଇଟାକୁ ଦେଇପାରେ। ସ୍ପାର୍କ ଲିଷ୍ଟିଂ ହେଲା ମାନେ କେବେ ବି ସେଇଟାକୁ ରିଲିଜ କରିପାରେ। ଆଚ୍ଛା ଆଚ୍ଛା। ହଁ। ବୋଧେ ତାର କମ୍ପାନୀର ଫଣ୍ଡିଂ ଦେଖିବା ପାଇଁ କହୁଥିବ, ଏତେ ଫଣ୍ଡିଂ ମୋ ପାଖରେ ଅଛି ହଁ ଆଉ। ତାର ସ୍ପାର୍କ ଲିଷ୍ଟିଂ ହେଇଗଲା ମାନେ ସେ ଯେକୌଣସି ମୁହୂର୍ତ୍ତରେ ବି ତମକୁ ସେଇଟା ଦେଇପାରେ। ସେଥିପାଇଁ ସେ ଦେଖିବା ପାଇଁ 999 ଡେଟ୍ ରଖିଦେଲା। ସିଏ ଦେବେ ଯେବେ ଦବ ତାର ସେତେ ପ୍ରଫିଟ ହେଲା ପରେ ନା ଦବ। ହଁ ବାସ୍। ନାଇଁ କି? ହଁ ସେଇଟା ତ ଅଛି। ଆଉ କିନ୍ତୁ ତାହେଲେ ଏବେ ଏବେ ମିନିମମ୍ ଆମେ ଫାଷ୍ଟ ହଁ ଟାଇମ ଷ୍ଟାର୍ଟ ପକେଇଲେ ତାହେଲେ ମିନିମମ୍ 10 ଦିନ କଲେ ଚଳିବ। ମିନିମମ୍ ଆଉ ଥରେ 10 ଲକ୍ ଦିନ ହେଇଯାଇଥିବ ନା? ନା ନା ଅଧିକ କରେନି, ମିନିମମ୍ 10 ଦିନ କଲେ ଆମର ଟିକେ ପ୍ରଫିଟ ଟା ଆଖିକି ଦେଖାଯିବ। ତାପରେ ଆମେ ଅଧିକ କଥା ଭାବିବା। ହଁ ହଁ ଆମେ ବେଶୀ କରିହବନି କମ ବି କରିହବନି। ନା ନା ମିନିମମ୍ 10 ଦିନ କର, ତାହେଲେ ଆଉ ଟିକେ ଥରେ ଭଲ ଲକ୍ ଲାଗିବ। ହେଇଯିବ ନା ଜିନିଷଟା। ହଁ। ଭାଇ ଯାହାର କମ କମ ଆମାଉଣ୍ଟ ଅଛି? ଯାହାର କମ ଆମାଉଣ୍ଟ ଅଛି ହେଲେ ହିସାବ କରିଦବ, କେମିତି ହିସାବ କରିବ ମୁଁ କହିଲି ଏବେ ଏକ୍ଜାମ୍ପଲ ଦେଇକି। ଆଉଥରେ ସ୍କ୍ରିନ୍ ସେୟାର କରୁଛି। 1% ଆସିବ ତ ହଁ ଆଉ। ଦେଖ ଆଉ ଥରେ ବତେଇ ଦଉଛି, ସ୍କ୍ରିନ୍ ସେୟାର କରିଦଉଛି ରୁହ। ଲେଟରେ କେତେ ଜଣ ଆସିଲେ? ସବୁବେଳେ ହିସାବ ଟା କରୁଥିବ କେତେ ଦିନ ତମେ ରଖିବ। ଭାବ କି ଜଣଙ୍କ ପାଖରେ ଅଛି $200 ହେଲା। $200 ଅଛି ହେଲେ 200 ଇଣ୍ଟୁ 1%। କେତେ ହଉଛି $2। $2 କେତେଟା ମତେ $2 ମତେ ଟୋକନ କେତେଟା ମିଳିବ? ଇଣ୍ଟୁ କରିଦବ, ଡିଭାଇଡେଡ କରିଦବ 0.004, ମତେ ଦିନକୁ ମିଳିବ 500 ଟା ଟୋକନ। ମୁଁ ଯଦି ସେଇଟା 20 ଦିନ ରଖିଲି, ତାର ମତେ ମିଳିବ 10,000 ଟୋକନ, ଯାହାର କି ୟୁଜ ବି କିଛି ହବନି। 500 ଟାକୁ ମୁଁ ଯଦି 30 ଦିନ ରଖିଲି, ତାହେଲେ ଏଇଠି ମତେ ଟିକେ ପ୍ରଫିଟ ହବ, 15,000 ଟୋକନ ମିଳିବ। 15,000 ଟୋକନ ମିଳିଲେ ପୁଣି ନେକ୍ସଟ ଷ୍ଟେକ୍ ପାଇଁ ମତେ 12,500 ଦେବାକୁ ପଡିବ। ମାନେ ଯୋଉମାନଙ୍କର କମ ଟଙ୍କା ଅଛି 20-30 ହଜାର ହଁ ହଁ ଟା, ହଁ ସେମାନେ ଟିକେ ଲଙ୍ଗ ଟାଇମ ନବାକୁ ପଡିବ। ଲଙ୍ଗ ଟାଇମ ନବାକୁ ପଡିବ। ନେକ୍ସଟ ହଁ ଷ୍ଟେକ୍ ପାଇଁ ମତେ 12,500 ଦେବାକୁ ପଡିବ। ମୋର ପ୍ରଫିଟ ହବ 2,500 ଟୋକନ ହେଲା। ତ ସେଇ ହିସାବରେ ତମେ କାଲକୁଲେସନ କରିକି କେତେ ଦିନ ରଖିବ, ସେଇ ହିସାବରେ ମାନେ କାଲକୁଲେସନ ପ୍ରପର କାଲକୁଲେସନ କରିକି ଡେଟା ଟା ପକେଇବ। ହ୍ୟାଲୋ ଭାଇ, ହଁ ହଁ ଓମ କୁହ। ଭାଇ। ହଁ କଣ କହୁଛି କହିଲ, ମୁଁ ସେଇଦିନ ଯୋଉ କହିଥିଲି ସେଇଟା ତ ଛାଡି ଦିଅ, ଏବେ ମୁଁ ମୋର ଏବେ 5,000 TFT ଟୋକନ ଅଛି। ହଁ ମୁଁ ଯଦି ମୋ ହାତରେ ପକେଇବି, କେତେ ଟଙ୍କା ପକେଇବି ମତେ କହିଲେ? 3,000 ଟଙ୍କା। 3,000 ଟଙ୍କା ପକେଇଲେ ମତେ 7,500 ମିଳିଯିବ। 7,500 ଟୋକନ ମିଳିଯିବ। ମିଳିଗଲା, ଯଦି 3,000 ପକେଇବ ଆଉ 2,000 କାଇଁ ନେବିନି, 2,000 ଦେଲେ ତାକୁ ମିଳିଯିବ। କାହାକୁ ତମର କହିଲ, ମୁଁ ଏବେ ତମର ଡାଉନ ଲାଇନରେ ମୋ କିଏ ଅଫଲାଇନ ତମର ଡାଉନ ଲାଇନରେ ଏବେ କିଏ ଅଛି? ମୁଁ ଅଛି, ଆଉ ଗୋଟେ କଣ କହିଲ, ମୁଁ ଜଣଙ୍କୁ ସେୟାର କରିଛି ନା। ହଁ ସେ ଅଛି ତ? ହଁ। ସେ ତାର ଆକ୍ଟିଭ ଅଛି କି? ଆକ୍ଟିଭ ଅଛି ନା ସବୁ। ତାର ଏଥିରେ 50 ଆକ୍ଟିଭ ଅଛି ହେଲେ ମାନେ ମୁଁ ପକେଇଲା ପରେ ନା ଯାହାହେଲେ ବି ଆକ୍ଟିଭ ହବ, ହେଲେ ନହେଲେ ମୁଁ ଶୁଣ କେମିତି ତାର ଆକାଉଣ୍ଟ ରେ ତମେ ତାର ଆକାଉଣ୍ଟରେ ବାଲାନ୍ସ କେତେ ଅଛି? 5,000 ୟୁଟିଲିଟି କଣ ଯେ ଆଉ ଅଛି 3,000 ହେଲେ 371।
371 ତାର ଅଛି, ତମର କେତେ ଅଛି? ମୋର 200 କେତେ ଅଛି, ଗୋଟେ 260 ନା 70 ଅଛି ଆଉ ପାଖାପାଖି। ହେଲେ ତା ଆକାଉଣ୍ଟ ରେ 50 USDT ଡିପୋଜିଟ କର, 2 ଜଣ ମିଶିକି ଅଢେଇ କରିକି ହେଲା। ତାକୁ ମାନେ ଯୋଉ ଅଫଲାଇନର ତ ମୁଁ, ହଁ ତାକୁ ତା ଆକାଉଣ୍ଟ ରେ କେତେ ଭର୍ତ୍ତି କରିବି କହୁନ? 50 USDT ହଁ ତାପରେ ତା ଆକାଉଣ୍ଟ ରେ 50 USDT ଡିପୋଜିଟ କରିଦବ, ହେଲେ ତମକୁ ହଁ ଆସିଯିବ 7500। ହଁ ତାହେଲେ ତମ ଏଇଟା ପାଖରେ ପାଞ୍ଚ ଅଛି ତମ ପାଖରେ ଅଛି 5000, ଇଏ 7500 ମିଶିଗଲା 12500 ହେଇଗଲା। ଭାଇ ଶୁଣ, ଆଗେ ଯୋଉ ରେଫରାଲ ଥିଲା, ହଁ ରେଫରାଲରେ ଏମିତି ମିଳୁଥିଲା କଣ ଯେ ଆମେ କଲେ କି ଏକ୍ସେଟ୍ରା ଛାଡି ଦିଅ। ଏବେ ଯୋଉ ଆସିଛି କଣ ଯେ ଟ୍ରେଜର ଫୋନ, ଆମେ ହଁ ଯଦି ଏବେ ମୁଁ ଅଫଲାଇନର, ମୁଁ ହଁ ଯାହାକୁ ଛାଡିଛି ସିଏ ହଁ ଯଦି 50 USDT ଡିପୋଜିଟ କଲା, ହଁ ତ ମତେ ଆସିବ 7500। ହଁ ହଉ ଠିକ ଅଛି ତାହେଲେ ହେଇଯିବ। ତମ ଅଣ୍ଡରରେ ଯିଏ ବି ଅଛି ହେଲା, ତମ ହଁ ଡାଉନଲାଇନ ଯିଏ ଡିଭାଇଡ ଅଛି, ସେ 50 USDT ଡିପୋଜିଟ କଲା ମାନେ ତମକୁ 7500 ଟୋକନ ଆସିବ। ଆଉ ସେ ସିଏ କରୁ କି 50 ତମେ 2 ଜଣ ଆଉ ବାଣ୍ଟି କରିପାର। ହଁ, ଆଉ ଯେ ତା ସେ 50 ସାତ USDT ଶୁଣ, ସେ 50 ହଁ USDT ର ସେ ସେଇଠି ଗେଟ୍ TFT ଗୋଟେ ଅପସନ ଅଛି, ଏଠି ଦେଖ। ହଁ ମୁଁ ଜାଣିଛି। ହଁ, ଏଠି ଟ୍ରେଜର ଫୋନ ରେ ଟିକେ ଏଠି ଯୋଉ ଦେଖିଦିଅ। 50 USDT ଟା ପକେଇଲା, ସେ ଏଠି ଗେଟ୍ ହୁଁ, TFT ଅପସନ ଅଛି, ହଁ ଲଗଇନ କରିବାକୁ ପଡିବ। ଡାଉନ ଲାଇନରେ ଯଦି 10-15 ଜଣ ଥିବେ, ସମସ୍ତେ ରିଚାର୍ଜ କରିବେ, ତାହେଲେ ସେଇ 7500 ରେ 10 ଥର ଆସିବ। ନା ହଁ ନା ସେମିତି ହବନି। ନାଇଁ ଦେଖ, ହଁ ଧର ଡାଉନଲାଇନ ସମସ୍ତଙ୍କୁ ମିଳିବ, ସମସ୍ତଙ୍କର ଏବେ ତମ ଡାଉନଲାଇନରେ ଅଫଲାଇନ କୁ 10 ଜଣ ମିଳିବ। ଅଛନ୍ତି ହେଲା, ସେ 10 ଜଣ ଯାକ ଯଦି 50 USDT ପକେଇଲେ, ତାହେଲେ ତମକୁ ଆସିବ କେତେ? 7500 75000। ଇଣ୍ଟୁ 10। ହଁ, 75000 ଟୋକନ ଆସିବ। ଏଇଠି ଦେଖ, ସେ ଯୋଉ 50 ତାଙ୍କର ଯୋଉ USDT ପଡିବ, ପକେଇଲା, ଏଠି ଗେଟ୍ TFT ସିଏ ଯୋଉ କରିକି 50 ପକେଇବ ତାଙ୍କର କଣ ହବ? ସେଇ କଥା କହୁଛି, ସେ ଯୋଉ 50 ପକେଇଲା, ଏଠି ଗେଟ୍ TFT ଉପରେ କ୍ଲିକ୍ କରିବ। ସିଏ ସେଇ ଟୋକନ କିଣିବ, ଆଉ ହଁ, ଟୋକନ ଟୋକନ କିଣିଲା ପରେ କିଣିକି ସିଏ ସବୁ କରିବ। ଷ୍ଟେକ୍ ଟା ଆକ୍ଟିଭ କରିବ। ଯଦି ସେ ହଁ ହଁ କହୁଛି କି ନାଇଁ ଭାଇ, ମୋର ଯେତେ ପଇସା ଅଛି, ମୁଁ ରିଜର୍ଭେସନ ନେଲେ ଅଧିକ କମେଇଦେବି, ତାହେଲେ ଟୋକନ ନ କିଣିକି ରିଜର୍ଭେସନ ନବ। ହଁ ହଁ ବୁଝିପାରିଲ? ଏବେ ଭାବ, ଜଣଙ୍କର ଷ୍ଟେକ୍ ରେ ଅଛି, ସିମ୍ପଲ ହିସାବ, ଜଣଙ୍କର ଷ୍ଟେକ୍ ରେ ଅଛି 100 ଟଙ୍କା ଷ୍ଟେକ୍ ରେ ଅଛି ହେଲା। 50 USDT TFT କିଣିଲେ ହେଇଯିବ କି ତାର ରିଜର୍ଭେସନ 12500 ହେଇଯିବ? ତାର 12500 ଆସିବ। ହଁ ଆଗରୁ 5000 50 ଅଛି ନା। ଆଗରୁ 5000 ଅଛି, ଇଏ ହୁଁ 12500 ପ୍ଲସ 5000, ତା ପାଖରେ ହେଲାଣି 5000 17500। ହଁ, 17500। ଶୁଣ ମୁଁ ଟ୍ରିକ୍ ଟା କହୁଛି, ମୁଁ ଏବେ ଟ୍ରିକ୍ ଟା କହୁଛି, ଶୁଣ, ଭଲ ଟ୍ରିକ୍ ଟା, ମନ ଦେଖି ଶୁଣ। ଏଇଠି ଦେଖ, ତା ପାଖେ ଥିଲା 5000 ହେଲା। ଏବେ ସେ 50 USDT ଡିପୋଜିଟ କଲା, ହେଲେ ଟୋକନ କିଣିଲା କେତେ? 12500। 12500। ଟୋଟାଲ ହେଇଗଲା 17500 ହେଲା। କିନ୍ତୁ ତା ପାଖରେ ଯୋଉ ୱାଲେଟ ବାଲାନ୍ସ ଟା 100 ରୁ 200 ଭିତରେ ଅଛି। ଶୁଣ, 100 ରୁ 200 ଭିତରେ ଅଛି, ବୁଝିପାରୁଛ? ଶୁଣ, 100 ରୁ 200 ଭିତରେ ଯଦି ୱାଲେଟ ବାଲାନ୍ସ ଟା ଅଛି, ଟିକେ ଲାଇନରେ ଖାଲି, ହ୍ୟାଲୋ। ହଁ, ବୁଝିଲା କି? ମ୍ୟୁଟ କରିକି ତମେ କଥା ହଉନ, ଆଉ ସବୁ ମ୍ୟୁଟ କର। ହଁ, ସେଇ ଭିତରେ ଆସିବ। ମିଟିଂ ଟା ବସୁନ, ମିଟିଂ ସାରିକି କଲ୍ କରୁଛି, ରୁହ। ହେଲା, ଦେଖ କଣ କହୁଥିଲି। ହଁ, ତା ପାଖେ ଅଛି କେତେ? ଏବେ 17500। ସେ ଯଦି ଦେଖିଲା କି ତାର ୱାଲେଟ ବାଲାନ୍ସ ଅଛି 100 ରୁ 200, ଯୋଉଟା କି ଷ୍ଟେକ୍ କୁ ପଳେଇଛି, 100 ରୁ 200 ଭିତରେ ଥିଲେ, ସେ ଷ୍ଟେକ୍ ରେ ଯଦି ପକେଇଦବ 12500, ତାକୁ ବହୁତ ଟାଇମ ଲାଗିବ। ଏଇଟା ସ୍ମାର୍ଟ ୱେ ଟା ୟୁଜ କରିବ। ଯଦି ସେ 17500 ଟାକୁ ସେଲ କରିଦବ, USDT ଆଣିଦବ, ସେଲ କରିଦବ, USDT ଆଣିଦବ, ତାହେଲେ ଆଣିଲାଣି କେତେ? 70 ପାଖାପାଖି USDT ତାକୁ ଆସିଗଲା। ସେଇ 70 ଟାକୁ ଯଦି ସେ ରିଜର୍ଭେସନ ନବ, ହଁ ହଁ ହଁ, ସେଇଥିରେ ଫାଇଦା ବି ରିଜର୍ଭେସନ ଅଛି ବି। ନବ, ତାହେଲେ ଦିନକୁ କେତେ ଆସିବ? 1.8%। ମାନେ ଦିନକୁ ତାର 126 ଆଡ ହେଇ ଯିବ, ପୁଣି ହିସାବ କରି ଯିବ 71 ର, ପୁଣି ପ୍ଲସ 1। ସେଇ ହିସାବ ଟା, ଗଣିତ ଟା ଷ୍ଟ୍ରଙ୍ଗ କରିବ ହେଲା। ସବୁ ହିସାବ କିତାବ କରିକି ଭିତରେ ବସିବ।
ମାନେ 2 ଦିନରେ ସେ ଅଧିକ କମେଇ ସାରିଲାଣି ହେଲା। ତ ଇଏ ଫର୍ମୁଲା ପକେଇ ଦେଖିବ ଯଦି ରିଜର୍ଭେସନ ମୋର ଯଦି ଷ୍ଟେକ୍ ରେ କମ ଆମାଉଣ୍ଟ ପଡିଛି ମୁଁ ସ୍ମାର୍ଟ ୱେ ରେ ମୋର ଟୋକନ ଟାକୁ କନଭର୍ଟ କରିଦେବି ୟୁଏସଡିଟି ରେ ସେଇଠି ମୁଁ ରିଜର୍ଭେସନ ନେଇକି ଅଧିକ ଟଙ୍କା ପାଇଯିବି। ବୁଝିଲ ନା ଏଇଟା ହେଲା ଗଣିତ। ଗଣିତ ଷ୍ଟ୍ରଙ୍ଗ ଥିଲେ ତମେ ଏଥିରେ ଜିତି ପାରିବ। ତାପରେ ମାସେ ଭିତରେ ଇଏ କଣ କରିବ ମାସେ ଭିତରେ ତାର ସେ ଏବେ ଯୋଉ ହେଲା ମାସେ ଭିତରେ ଇଏ 100 ରେ ପହଞ୍ଚିଯିବ। ମାସେ ଭିତରେ ବି ନାହିଁ ବହୁତ କମ ଦିନରେ 20 ଦିନରେ 100 ଭିତରେ ପହଞ୍ଚିଯିବ। 100 ଭିତରେ ପହଞ୍ଚିଗଲେ 50 ୟୁଏସଡିଟି ୱିଡ୍ର ମାରିଦେଲା ଆଉ 50 ରହିଲା। ଯୋଉ 50 ରହିଲା ପୁଣି ଚଲେଇଲା ତାର କାମ। ବୁଝିପାରିଲ? ତ ଏମିତି କରିକି ରିକଭରି କରିବାର ବାଟଟା ସବୁ ଖୋଜିବ। ଧୀରେ ଧୀରେ କରି ସବୁ ପଇସା ମୂଳ ବାହାରିଗଲା। ଭାଇ ଏବେ ମୂଳ ବାହାରିଲା ଏବେ ମୁଁ ରିଲାକ୍ସ ଏବେ ମୁଁ ଷ୍ଟେକ୍ ହଁ ଭାଇ କଣ ଆସିଲା ୱିଡ୍ରାଲ୍ ଟା କଣ ୱାଲେଟ ବାଲାନ୍ସ ଅଛି କି ବାଇନାନ୍ସ ର? ୱିଡ୍ର ଟା ୱାଲେଟ ରେ ସବୁ ଆଡ କରିବ ୱିଡ୍ର ର ଯାହା କହିଛି ହଁ ୱାଲେଟ କେମିତି ଆଡ କରିବ ଭିଡିଓ ଅଛି ହଁ ନାଇଁ ୱାଲେଟ ସେ ଆଡ ତ ମାନେ ୱିଡ୍ରାଲ୍ ଟା ୱାଲେଟ ରେ ଆସିବ ନା ହଁ ୱାଲେଟ ଆସିବ ବାଇନାନ୍ସ ୱାଲେଟ ଆସିବ। ଓହୋ ହୁଁ ୱିଡ୍ର ଟା ଫାଷ୍ଟ ଯେମିତି ଆସୁଥିଲା ସେମିତି ଆସିବ। ହୁଁ ହୁଁ। ହେଲା ଏବେ କହ ଏବେ ଆଉ କଣ ଡାଉଟ ଅଛି କହିଲେ ଏଠି ଗେଟ୍ ଟ୍ୟୁଏଫଟି ବିଷୟରେ ବୁଝିପାରିଲ ତ? ହଉ ବହୁତ ଜଲ୍ଦି ତ ଏଇ ଅପସନ ଆସିଯିବ। ଭାଇ ୱିଡ୍ରାଲ୍ ଟା ଆମେ ୱାଲେଟ ମାରିବା ୱିଦିନ କେତେ ଘଣ୍ଟା ଭିତରେ ଆସିବ? ଦେଖ କମ୍ପାନୀ ଏବେ ଟାଇମ ଦେଇଛି 24 ରୁ 96 ଘଣ୍ଟା କମ୍ପାନୀ ଟାଇମ ଦେଇଛି। ମୋର ଆସି ୱିଦିନ ଯାଇଥିଲା 18 ମୋର ଆସି ଯାଇଥିଲା ହଁ 18 ହଁ ଘଣ୍ଟା ଭିତରେ ହଁ ଆମେ ତ ହେଲା ଦେଖିଥିଲୁ ହଁ ହଁ ଆଉ 24 ଘଣ୍ଟା ଭିତରେ ସେମାନେ ପ୍ରାୟ ଆସୁଛି ଆଉ ହଁ 24 ରୁ 96 ଘଣ୍ଟା ଭିତରେ ଆସୁଛି ହେରି। ଏଇଠି ବିକି ହବ ନା ନାଇଁ ହଁ ମିଟିଂ ଅଛି ବୋଲି ଜାଣିପାରୁନୁ ସରିଲା ମିଟିଂ ବାହାରୁଛି ବାହାରିଲି ଏବେ। ହଉ ତାହେଲେ ଆଉ କଣ ଡାଉଟ ଅଛି କାହାର କ୍ୱେଶ୍ଚନ ପଚାରିବାର ଅଛି କିଛି? ହଁ ଗୋବିନ୍ଦ ପଚାର। ଯିଏ ରିଜର୍ଭ ନଉଛି ତା ପାଇଁ ତ କିଛି ଦରକାର ନାହିଁ। କଣ ହେଇଛି ଯିଏ ରିଜର୍ଭେସନ ନଉଛି ତା ପାଇଁ ଟିଓପି କିଛି ଦରକାର ନାହିଁ। ହଁ ତା ବାହାର ସେଲ୍ ପାଇଁ କିଛି ପ୍ରୋବ୍ଲେମ ନା ନାହିଁ। ଦେଖିବ ତା ୱାଲେଟ ତାର ଯଦି ଷ୍ଟେକ୍ ଆମାଉଣ୍ଟ କମ ଅଛି 100 200 ଭିତରେ ଅଛି ସେ କାହିଁକି ଷ୍ଟେକ୍ ଭିତରେ ପଶିବ ସେ ରିଜର୍ଭେସନ ନେଇକି କମଉ ନା। ହଁ ହଁ ଠିକ ହଁ। ହଁ ହଁ ଗୋବିନ୍ଦ କୁହ ହାତ ଟେକିଛ। ଇଏ ମୋ କାମ ହବ ନା ହବନି? ତମେ କୋଉ କାମ ପଇସା କମେଇଲ କୋଉ କାମ ତମେ ପଇସା କମେଇଲ ଆମେ କମେଇବାର ନାହିଁ। ଆରେ କି କାମ? କି କାମ କଣ ଆଉ ତମର ହେଲାନି ଆଉ କଣ? ଆଉ ଟ୍ରେଜର ତମେ କରିବ ନା ଭିଡିଓ ଫିଡିଓ ଦେଖିକି ଆଉ। ମୋର ତ ଫୋନ ଟା ସିନା ଉଠେଇଲେ ସିନା ମୁଁ କଣ କରିବି ମୋ ଫୋନ ଟା ତ ରେସପନ୍ସିବିଲି ଦଉନ ଆଉ ମୁଁ କଣ କରିବି? ହଉ ଫୋନ କର ମତେ ମିଟିଂ ପରେ। ଫୋନ୍ ଟା ସିନା ରେସପନ୍ସ ଦେଇଥିଲେ ସିନା ମୁଁ କରିଥାନ୍ତି କୋଉ କାମ ଏଇଟା କଥା କହିବି। ଆଉ ପର୍ସନାଲ କାମ ପର୍ସନାଲ କହିବି ନା ଆଉ। ହଉ ମିଟିଂ ପରେ ଫୋନ ଟା କର ହେଲା। ଅମଜଦ ଭାଇ ଆମର ଯୋଉଥିରେ କି 17,000 ଅଛି ସେଇଟା ଆମେ କେତେ ରିଚାର୍ଜ କରିବାକୁ ପଡିବ? ଆଁ ମୁଁ ରଞ୍ଜନ କହୁଥିଲି ଯୋଉଟା ମୋର ଗୋଟେ ଆକାଉଣ୍ଟ 17,000 ଅଛି। ସେଇଟା ହଁ ଆମେ କେତେ ଆମକୁ ମିଳିବ ଆମେ ତ ସେଇଟା କିଛି ବାଇନାନ୍ସକୁ ଆଣିନୁ କୋଉଠିକି ବି ଆଣିନୁ। ଆଗେ ଯୋଉ ଆଇଡିରେ ସେ ଆଇଡିରେ ପଡିଯାଉଛି। ଏବେ ତମର ଯୋଉ 17,000 ଟା 170 ଟା ହଁ ସେଇଟା ତମର ଷ୍ଟେକ ରେ ଚେକ୍ କର ଷ୍ଟେକ ଟା ଡିଭାଇଡ ହେଇଛି କି ହେଲା। ଟ୍ରେଜର ଫୋନ ଲଗ ଇନ କରିକି ଷ୍ଟେକ କୁ ଯିବ କଲେକ୍ସନ କୁ ଯିବ ଚେକ୍ କରିବ ଆମାଉଣ୍ଟ ଟା ଆସିଯାଇଛି କି ହେଲା। ତାପରେ ହିସାବ ଟା କରିପାରିବ କି କଣ କେମିତି ହିସାବ ଟୋକନ ରେ ନେଲେ ମୁଁ କେତେ ଦିନରେ ପାଇବି ୟା ରିଜର୍ଭେସନ ନେଲେ କେତେ ଦିନରେ ପାଇବି ସେଇ ହିସାବ ଟା କୁହାହବ। ମାନେ ମୁଁ ସେଇଥିରେ ମାନେ ମୁଁ ଦିଟା ଆଇଡି କରିଥିଲି ମାନେ ହ୍ୟାଲୋ। ଦିଟା ଯାକ ଆଇଡି ର ବାଲାନ୍ସ କେତେ ଅଛି ମତେ ସ୍କ୍ରିନସଟ ଟା ଛାଡ ତାପରେ ମୁଁ କହିବି କୋଉ ତାରେ କେମିତି କଣ କରିବ ସଜେସନ ଟା ଦେବି ହେଲା। ମାନେ ଗୋଟାକରେ ପକେଇଲେ ଦିଟା ଏଇଟା ବି ରିଜର୍ଭେସନ ହବ ନା?
ହଁ ହଁ ତମର ଦିଟା ଯୋଉ ଆଇଡି ରେ ମୋ- ବାଲାନ୍ସ ଟା ସ୍କ୍ରିନଶଟ ମୋର ଛାଡ। ତଳ ଆଇଡି ଟା ଅଛି ମୋର ତଳ। ହଁ ହଁ ତମର ଦିଟା ଆଇଡି ର ବାଲାନ୍ସ ଟା ମତେ ସ୍କ୍ରିନଶଟ ଛାଡ, ତାପରେ ମୁଁ କହିବି କି କୋଉଥିରେ କଣ କରିବ ହେଲା। ହଁ ହଉ ଠିକ ଅଛି। ହଉ। ହଁ ସିବି କ୍ରିଏସନ ଚନ୍ଦନ କୁହ। ଭାଇ ମୁଁ ଏବେ ଯୋଉଟା ଆଗରୁ ଆପ୍ଲାଏ କରିଥିଲି ସେଇଟା ଆପ୍ଲାଏ କଲେ ହବ ନା ମାନେ ଏବେ ଯୋଉ କଣ ଯେ ଅଫଲାଇନର ତ ମୁଁ କହିଲେ ହଁ ମାନେ ମୋ ଉପର ତ କଥା କିଏ ଶୁଣୁନାହାନ୍ତି ନା। ହଁ ମୁଁ ଏବେ ଯାହାହେଲେ ଅଫଲାଇନରେ ମୁଁ ଗୋଟେ ଜଣଙ୍କୁ ସେୟାର କରିଛି ନା। ହଁ ତ ମୁଁ ତାକୁ ତାର 50 ରିପୋର୍ଟ କରିଦେବି। ହଁ କଲା ପରେ ତାକୁ 7,500 ଆସିବ ନା ମତେ 7,500 ଆସିବ? ତୋତେ ଆସିବ 7,500। ଠିକ ଅଛି ତାହେଲେ ମତେ 7,500 ଆସିଲା ପରେ ମୁଁ ହଁ ସେଇ 50 ୟୁନିଟ କି ମାନେ କନଭର୍ଟ କରିଦେବି ଟ୍ୟୁବ ଟୋକନରେ। ହଁ ତାର ଯଦି ଅଧିକ କାହିଁ ଟଙ୍କା ଅଛି। ହଁ ହଁ ତାଙ୍କର ଅଧିକ ଟଙ୍କା ଅଛି ନା ମୋର କମ ଅଛି। ହଁ ଆକ୍ଚୁଆଲି ତାର ଯଦି ତାଙ୍କର ଅଧିକ ଅଛି। ହଁ ସେ 50 ଟାକୁ ଟିଓପି ଟୋକନରେ କନଭର୍ଟ କରିକି ତାଙ୍କର ଷ୍ଟେକ୍ ଆକ୍ଟିଭେଟ୍ ହେଇଯିବ, ତୋର ବି ଷ୍ଟେକ୍ ଆକ୍ଟିଭେଟ୍ ହଁ ହେଇଯିବ। ଆଜ୍ଞା ହଁ ହଉ ହଉ ଯାଉଛି ହଉ ରହିଥା ହଁ ହଉ ଠିକ ଅଛି। ହଉ। ହଁ ଶୁଭମ ପଚାର। ଶୁଭମ ଶୁଭମ ହଁ ସାର୍ ସାର୍ ଆବାଜ ଆସୁଛି ସାର୍? ହଁ କୁହ। ହଁ ସାର୍ ଯୋଉ ଏଇ ଯୋଉ ପ୍ରୋବ୍ଲେମ ଟା ଯାହା ହେଇଛି ସାର୍ ଆମର ଇଣ୍ଡିଆ ପାକିସ୍ତାନ ହେଇଛି ନା ଆଉ କୋଉ ଦେଶରେ ମଧ୍ୟ ହେଇଛି ଏଇଟା? ଚାରିଆଡେ ସେମ୍ ଇସ୍ୟୁ। ଚାରିଆଡେ ଇସ୍ୟୁଟା ହେଇଛି। ହଁ ହଁ ଆଚ୍ଛା ସେଇଟା ହିଁ ଜାଣିବାକୁ ଚାହୁଁଥିଲି ଆମ ଇଣ୍ଡିଆ ପାକିସ୍ତାନ ହେଇଛି ନା ଆଉ ସବୁ ନା ଦେଶରେ ମଧ୍ୟ ହେଇଛି? ଚାରିଆଡେ ମୁଁ ପାଖାପାଖି ଦିଟା କଣ୍ଟ୍ରିର ଗ୍ରୁପ ରେ ଅଛି। ବ୍ରାଜିଲ ଗୋଟେ ରଷିଆ ଗୋଟେ ହଁ ହଁ। ଦିଟା କଣ୍ଟ୍ରି ଗ୍ରୁପ ରେ ଅଛି, ସବୁଆଡେ ସେମ ଯୋଉ ସାର୍ ଆମର ଯୋଉ ଏବେ ଯେମିତି ଆମର ଗଲା ବ୍ଲାଇଣ୍ଡ ବକ୍ସ ଫଣ୍ଡିଙ୍ଗ ତାଙ୍କର ମଧ୍ୟ ଫଣ୍ଡିଙ୍ଗ ଯାଇଛି ସବୁ? ତାଙ୍କର ମଧ୍ୟ ଯାଇଛି ହଁ ହଁ ସମସ୍ତଙ୍କର। ନା ସାର୍ ଅଲଗା ଅଲଗା ପାଖାପାଖି ଇଭେଣ୍ଟରେ ଦିଟା ଯାଇଛି? କଣ୍ଟ୍ରି ଗ୍ରୁପ ରେ ଅଛି ମୁଁ, ହଁ ସାର୍ ସମସ୍ତଙ୍କର ସେମ୍ ଇସ୍ୟୁ ଅଛି। ସାର୍ ଅଲଗା ଇଭେଣ୍ଟ ତାଙ୍କର ଯାଇଥିବ? ହଁ ହଁ ହଉ ସାର୍ ଥ୍ୟାଙ୍କ ୟୁ ସାର୍। ଓକେ। ଆଉ ଲଳିତ ତେନ୍ଦୁ କୁହନ୍ତୁ। ଆଜ୍ଞା ହଁ ମୋର 1171 ଥିଲା ୱାଲେଟରେ। ସେଟା ଷ୍ଟେକ୍ ବି ଆମର ଟୋକନ ଟା ଅଛି 1171। କଣ କୋଉଟା ନେଲେ ରିଜର୍ଭେସନ ନେଲେ ଭଲ ହବ ନା? 1100 ଯଦି ଅଛି ହେଲେ ଆପଣଙ୍କୁ ଏଇଟା ଠିକ ହବ, ଷ୍ଟେକ୍ ଟା ଆକ୍ଟିଭେଟ କରିବା ପାଇଁ। ଆଚ୍ଛା ଷ୍ଟେକ୍ ଟା ଆକ୍ଟିଭେଟ ହେଲେ ଆପଣ ଜଲ୍ଦି ରିକଭର କରିଦେବେ। ସେଇ ଆସିବ ଷ୍ଟେକ୍ ନେଲେ ବୋଧେ 11 ଖଣ୍ଡେ ଆସିବ। ଆଉ ଷ୍ଟେକ୍ ଟା ଆକ୍ଟିଭେଟ ହେଇଗଲେ ଦେଖ 1100 କେତେ ଅଛି? 1100 1171 ଅଛି। 1171। ହଁ ଦେଖ ସ୍କ୍ରିନ୍ ଟା ସେୟାର କରୁଛି। ସ୍କ୍ରିନ୍ ଦେଖା ହଉଛି ତ? ହଁ ଦେଖାଯାଉଛି। 1171 ଅଛି। 1171 ରୁ ଆମେ ହିସାବ କରିବା 1%। ଏ ହେଇଗଲା ଆମର 11 ଡଲାର 71, 11.71 ଡଲାର ହେଲା। ୟାକୁ ଯଦି ଆମକୁ ଷ୍ଟେକ୍ ରେ ପକେଇଦବା ତ ଦିନକୁ ଆମର ଆସିବ 2,927 ଟୋକନ। ଏଟା ଆମେ 10 ଦିନରେ ପାଇଯିବା 29,000। ପୁଣି ଷ୍ଟେକ୍ କୁ ଦେଇଦବା 12,500 ଆଉ ରହିଲା 16,000। ବୁଝିଲି। 10 ଦିନରେ ଆମେ $67 ପାଇଯିବା ପ୍ରଫିଟ। ପୁଣି ଆଉ ଗୋଟେ ଷ୍ଟେକ୍ ଆକ୍ଟିଭେଟ କରିକି ଆମେ 6,700 ପାଇଯିବା। ଏଇଟାକୁ ତମେ ଆକାଉଣ୍ଟକୁ ଆଣିଦିଅ ହେଲା। ପୁଣି ସେ ଷ୍ଟେକ୍ ଟା ଅଛି, ସେ ଷ୍ଟେକ୍ ଟାକୁ 20 ଦିନ ପାଇଁ ପକେଇଦିଅ, ଆହୁରି ପ୍ରଫିଟ ଆସିବ। ଡେଲି ପ୍ରଫିଟ ବାହାର କରି ହଁ ଚାଲ ହେଲା। ଠିକ ଅଛି ଓକେ ଥ୍ୟାଙ୍କ ୟୁ। ଓକେ ଓକେ। ଆଉ କାହାର କଣ ଡାଉଟ? ହଁ ଶୁଭମ ପଚାର। ମୋର ଆଉ ଗୋଟେ କୋଶ୍ଚିନ୍ ଥିଲା। ଆମର ହଁ ଯୋଉ କମ୍ୟୁନିଟି ଯେମିତି ଆସୁଥିଲା ଯୋଉ ପରସେଣ୍ଟେଜ ଯୋଉ ଫାଷ୍ଟ 12 ଆଉ ସେଟା 7 ସେଟା 5 ସେ କମ୍ୟୁନିଟିରୁ ସେଇଟା ଆସିବ ନା ନାଇଁ? ଆକ୍ଟିଭ ହେଲେ ସେଟା ସବୁ ଆସିବ ନା ଆସିବ? ସବୁ ଆସିବ। ସବୁ କମ୍ୟୁନିଟି ଇନକମ ଯେମିତି ଆସୁଥିଲା ସେମିତି ଇନକମ ଆସିବ ସମସ୍ତଙ୍କର। ଯେତେବେଳେ ଟୋକନ ଟାକୁ ଛାଡିକି ୟୁଏସଡିଟି କୁ ଯିବେ, ଟୋକନ ଟାକୁ କନଭର୍ଟ କରିକି ୟୁଏସଡିଟି ଯାଇକି ଯେତେବେଳେ ରିଜର୍ଭେସନ ନେବା ଷ୍ଟାର୍ଟ କରିବେ ସବୁ, ଯାହାର ଯେମିତି କମିଶନ ଆସୁଥିଲା ସେମିତି ଆସିବ। ଆଚ୍ଛା ଆଚ୍ଛା ଓକେ। ସୁରେନ୍ଦ୍ର ଦଳାଇ କୁହ। ସାର୍ ଯୋଉ ଆମାଉଣ୍ଟ ଟା ୱିଡ୍ରାଲ ହବ ମାନେ କେତେ ମିନିମମ୍ ଆମାଉଣ୍ଟ ୱିଡ୍ରାଲ ହେଇପାରିବ? 50 USDT। ଟୋଟାଲି 50 ଟା? ମିନିମମ୍ ଟା 50, ମାକ୍ସିମମ୍ କେତେ ବାଡଉଛ ବାଡଉନ, ତମର ଲିମିଟ ଯାହା ଅଛି ତମର ଲେଭେଲ ହିସାବରେ। ଲେବଲ ହିସାବରେ ନା? ହଁ ହଁ ଠିକ ଅଛି। ଲେବଲ 1 ବାଲା 50 ଉଠେଇ ପାରିବେ? ଲେଭେଲ 1 ବାଲା 50 ରୁ 500,
ଲେବଲ 2 500 ରୁ 1000। ଠିକ ଅଛି ସାର୍। ହଁ ହଁ ମାନସ ବାବୁ କୁହ, ମାନସ କୁହ। ମୁଁ କହିଲି ଏ ଯୋଉ TFT ଟୋକନ ର ଭ୍ୟାଲୁ କଣ କାଲିଠୁ ଆଉଥରେ ଚେଞ୍ଜ ହବ? ହଁ ଚେଞ୍ଜ ହେଇପାରେ, ଦେଖିବା କମ୍ପାନୀ ଉପରେ ଅଛି ସେଟା। ସେ କଥା ମୁଁ ପଚାରୁଛି। କମ୍ପାନୀ ଉପରେ ଅଛି, ଯଦି ଚେଞ୍ଜ ହେଇଗଲା ହେଲେ ଏପଟେ ବି ତମର ଯୋଉ ଷ୍ଟେକ୍ ରେ ଲାଗିଥିବ ସେଟା ବି ଡବଲ ହେଇଯିବ ନା। ହୁଁ ବୁଝିପାରୁଛ? ହଁ ଠିକ ଅଛି। ହଉ ହଉ ନେକ୍ସଟ ଆଉ କାହାର କିଛି ରହିଲା, କ୍ଲୋଜ କରିବା ମିଟିଂ ଟା। ଠିକ ଅଛି ଚାଲ, ଯାହା ବି ଡାଉଟ ରହିଲା ପୁଣି ଆମେ ହ୍ୱାଟ୍ସଆପ ଗ୍ରୁପ ରେ କ୍ଲିୟର ହେଇଯିବା। ହଁ ସୁରେନ୍ଦ୍ର କହିଦିଅ। ହଁ ବିରାଟ ବାବୁ, ହଁ କୁହନ୍ତୁ, ବିରାଟ ବାବୁ କୁହନ୍ତୁ। ମୁଁ କହିଲି ଏ ଯୋଉ ମୋର ସେ ଯୋଉ ଆଇଡି ଟାକୁ OTP ବର୍ତ୍ତମାନ ଆସୁଛି, ଆଇଲା ପରେ ଲଗେଇଲା ପରେ ସେଟା ହଉନି, ବୁଝିଅଛି କଣ ତାର ପ୍ରୋବ୍ଲେମ ଟା କଣ ମୁଁ ଜାଣିପାରୁନାହିଁ, କେମିତି ଟିକେ ମତେ ସପୋର୍ଟ କର, ସେଟା କରିଦେଲେ ହଁ ଆଜି କରିଦେଇଛି ସ୍କ୍ରିନ୍ ବୋଲି ସେୟାର ଭାବୁଛି। କରିଦଉନ, ଭିଡିଓ କଲ୍ କରି ଏବେ ସ୍କ୍ରିନ୍ ସେୟାର କରିଦିଅ, କରିଦବା। ଏବେ 5 ମିନିଟ୍ ଭିତରେ କଲ୍ କରୁଛି। ହଁ ହଁ ମିଟିଂ ସରୁ କଲ୍ କର। ହଉ 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 ଠିକ ଅଛି ଠିକ ଅଛି, ହଉ ଅଲଗା ନମ୍ବରରେ କରିବି। ହଉ ହଉ ଠିକ ଅଛି କାଟିଲି। ହଉ 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 ତାହେଲେ ଆମେ ମିଟିଂ ଟା କ୍ଲୋଜ କରୁଛୁ। ଆଜ୍ଞା ହଁ ନେକ୍ସଟ କାଲି ଆମେ କନେକ୍ଟ ହେଇଯିବା, 10ଟା ବେଳକୁ କନେକ୍ଟ ହେବା। ଆଜି ଟିକେ କାମ ଥିଲା ତ ଜଲ୍ଦି କନେକ୍ଟ କଲି। ଓକେ ଠିକ ଅଛି ଥ୍ୟାଙ୍କ ଠିକ ଅଛି। ୟୁ। ଓକେ ଥ୍ୟାଙ୍କ ୟୁ। ହ୍ୟାଲୋ। ହଁ ହ୍ୟାଲୋ, ହଁ କୁହ। ଓକେ। ହ୍ୟାଲୋ।